ବକ୍ତବ୍ୟ ଆଗାମୀ ବର୍ଷେ ପରେ ଆଜିର ଦିନରେ ଆମେ କଥା ହଉଛି କଂଗ୍ରେସ ଭବନରେ କ'ଣ ହଉଥିବ, କ'ଣ ନୂଆ କଥା ଘଟୁଥିବ? କଂଗ୍ରେସ ଭବନ ଆଜ୍ଞା ସଦାବେଳେ ସେ ସମୟରେ ଜନସମାଗମରେ ଭର୍ତ୍ତି ଥିବ ଆଉ ଏଇ ବର୍ଷ ଆର ଆପଣ ମାନେ ମଧ୍ୟ ଭର୍ତ୍ତି ହେଇକି ଥିବେ। ଆପଣ ମାନେ ମଧ୍ୟ ଭର୍ତ୍ତି ହେଇକି ଥିବେ। ଲୋକ ଯୋଉଠି ଆପଣ ମାନେ ସେଠି ନିଶ୍ଚିତ ଗୋଟେ ଷ୍ଟେକ୍ ଥିବ ଷ୍ଟେଟ୍ ପଲିଟିକ୍ସରେ କଂଗ୍ରେସ। ମତେ ଲାଗୁଛି ଷ୍ଟେକ୍ ଟିକେ କମି ଯାଇଛି ଆଜିର ଦିନରେ। ଆପଣ ଏଇ 15 ଦିନର ଆକ୍ଟିଭିଟି ଦେଖନ୍ତୁ। ମୁଁ ଆସିଲି ଏଠି କେତେ ତାରିଖରୁ ସେଠିରୁ ଆଜି ପର୍ଯ୍ୟନ୍ତ ଦେଖନ୍ତୁ ଆକ୍ଟିଭିଟି ଜୋର ଚାଲିଛି, ସରଗରମ ହେଉଛି କଂଗ୍ରେସ। 18th ମର୍ଣ୍ଣିଂରୁ ଆଜି ଯାଏ କେତେ ଦିନ ହେଇଛି? 15 ଦିନ ହେଇନି। 14th ଡେ ଏ ଭିତରେ ହାତ ଭାଙ୍ଗିଛି, ପଦଯାତ୍ରା ହେଇଛି, ଆରେଷ୍ଟ ହେଇଛୁ, ଚିଫ ମିନିଷ୍ଟର ବି ଘେରାଉ ହେଇଛି। ଏ ଭିତରେ ପାର୍ଟି ସୁଧାରିବା ପାଇଁ ବି ସବୁ କାର୍ଯ୍ୟକ୍ରମ ଚାଲିଛି। ଇଣ୍ଡିଭିଜୁଆଲି ବି ଭିଜିଟ୍ କରୁଛୁ, ପ୍ରୋଟୋକଲ ବି କାମ କରୁଛୁ, ସବୁ କାମ। ମୋର ଲାଷ୍ଟ କ୍ୱେଶ୍ଚିନ୍ ବକ୍ତାବାବୁ, ବିଜେଡି ଆଉ ବିଜେପି ଭିତରୁ ଆପଣ କାହାକୁ ଅଧିକ ବିଶ୍ୱାସ କରନ୍ତି? 25 ବର୍ଷର ଅପରାଧୀ ବି ଥିଲେ ଏବଂ ଓଡ଼ିଶା ପଲିଟିକ୍ସକୁ ନଷ୍ଟ କଲା ବିଜେଡି। ନବୀନ ବାବୁ କ୍ଷମତାରେ ରହିବା ପାଇଁ ନଷ୍ଟ କଲେ। ମୁଁ ବାରମ୍ବାର ସେ ସମୟରେ ୱାର୍ଣ୍ଣିଂ ଦେଉଥିଲି। ଓଡ଼ିଶାର ଭଲ ଭଲ ବ୍ୟୁରୋକ୍ରେଟ୍ ମାନଙ୍କୁ କରପ୍ଟ କରିଦେଲେ। IAS IPS ମାନେ କରପ୍ଟ ହେଇକିରି ଗୋଟେ ସିଷ୍ଟମରେ ପଇସା ବାଲା ଯେମିତି ପଇସା ହେଇଗଲେ ଅତ୍ୟାଚାର କରେ, ନେତାମାନେ ଯେମିତି ପଇସା ହେଇଗଲେ ଅତ୍ୟାଚାର କରିବାର ଦୃଷ୍ଟାନ୍ତ ରହିଛି। ଆମର ଭଲ ଅଫିସର ମାନଙ୍କୁ ସେୟା କରେଇବାକୁ ବାଧ୍ୟ ହେଲେ। ବ୍ୟୁରୋକ୍ରାଟ ମାନେ କରପ୍ଟ ହେଇଗଲେ ନବୀନ ବାବୁଙ୍କ ଯୋଗୁଁ। କରେଇଲେ ସେଟା କରେଇଲେ। ନବୀନ ବାବୁଙ୍କର ସିଷ୍ଟମ କରଲା ହୁଁ। ଟୁ ରିମେନ୍ ଇନ୍ ପାୱାର। ଆର ଏକ୍ସପ୍ଲୋଇଟେସନ ହେଲା। ଲୋକଙ୍କର କଲ୍ୟାଣ କରିବା ଜାଗାରେ ଚିନ୍ତା ଦୈନିକ ଲୋକଙ୍କର ଉନ୍ନତି କଥା, ଲୋକଙ୍କର ଅନ୍ୟାୟକୁ ଦୂରୀକରଣ କରିବା କଥା, ଲୋକଙ୍କର ଗ୍ରିଭେନ୍ସକୁ ରେସ୍ପଣ୍ଡ କରିବା ଯୋଉ ସିଷ୍ଟମ ଥିଲା ତାକୁ ଇଗ୍ନୋର କରିଦେଇକରି ନିଜର ହିଁ ମନି ମେକିଂ ଆଉ ଏନ୍ଜୟମେଣ୍ଟରେ ବିଜି ହେଇଗଲେ ସମସ୍ତେ। ସେଇଟା ତ ବିଜେପି ଆଉ ବିଜେଡି ଭିତରୁ କାହାକୁ ଆପଣ ଅଧିକ ବିଶ୍ୱାସ କରନ୍ତି? ସମସ୍ତେ ସମଭାବନା କରପ୍ଟ। ଏମାନେ ପୁଞ୍ଜିପତିକୁ ସନ୍ତୁଷ୍ଟ କରିବା ଲାଗି ବିଜେପି ମଧ୍ୟ ସେ ପ୍ରକାର କାମ ସବୁ କରୁଛନ୍ତି। ଆପଣ MLA ମାନଙ୍କୁ ବିଜେପିର MLA ମାନଙ୍କୁ ଟିକେ ବିନା ସାମ୍ବାଦିକ ହିସାବରେ ପଚାରନ୍ତୁ, କେମିତି ଆପଣଙ୍କ ପାର୍ଟି ତ ବଢିଆ ଚାଲିଛି, ଆପଣ ଲୋକଙ୍କର କାମ କିଛି କରିପାରୁଛନ୍ତି କି? ସେ କହିବେ ସେଟା। କିନ୍ତୁ ଯଦି ଗୋଟେ ଆସେ ସମଝୋତାର କଥା, ଆପଣଙ୍କୁ ବିଜେଡିକୁ ବିଶ୍ୱାସ କରିବେ କି ନାହିଁ? କାରଣ ସେମାନେ ବିରୋଧୀ ଦଳ ସ୍ପେସରେ ଅଛନ୍ତି, ଆପଣ ବିରୋଧୀ ଦଳ ସ୍ପେସରେ ଅଛନ୍ତି। ସେମାନଙ୍କ ସଂଖ୍ୟା ଅଧିକ, ଆପଣଙ୍କ ସଂଖ୍ୟା କମ। ଯଦି ଗୋଟେ ସମଝୋତାର କଥା ଦେଖନ୍ତୁ, honestly speaking ମନୋରଞ୍ଜନ ବାବୁ, amidst all these things we are in politics. ମୁଁ ବ୍ୟକ୍ତିଗତ ଭାବରେ ବିଜେଡିକୁ ଭରସା କରୁନଥିଲି, ବିଶ୍ୱାସ କରୁ ତାଙ୍କର ୱାର୍କିଂକୁ ଭରସା କରୁନଥିଲି, ବିଶ୍ୱାସ କରନ୍ତି। ଯେହେତୁ ସେଟା ଲୋକ ବିରୋଧୀ ଥିଲା, ଲୋକ ବିରୋଧୀ କାର୍ଯ୍ୟକ୍ରମ ବହୁତ ହେଇଛି। ପଲିଟିକ୍ସକୁ ବ୍ୟୁରୋକ୍ରେସିଙ୍କର ହାତରେ ନିରୂପଣ କରୁଥିଲେ, ବ୍ୟୁରୋକ୍ରେସି ନିରୂପଣ କରୁଥିଲା ରାଜ୍ୟର ପଲିଟିକ୍ସ। ସେଇଟା ଗୋଟେ ବ୍ୟାଡ୍ ଟ୍ରେଣ୍ଡ। କାହିଁକି ମାସେସର ଲୋକ ହେଲେ ମାସେସର ଲିଡର ରେସ୍ପନ୍ସିବୁଲ ହେବେ ଲୋକଙ୍କ ପାଇଁ, ଲୋକେ ତାଙ୍କୁ ଜଣା ପଡିବ। ସେଥିପାଇଁ ନବୀନ ପଟ୍ଟନାୟକ ଭଲ ବୋଲି ଏବେ ବି ଲୋକ କହୁଛନ୍ତି। କିନ୍ତୁ ତାଙ୍କର ସେ ଭଦ୍ରତାର ଆବରଣ ତଳେ ସେ କେତେ ଯେ ନିଷ୍ଠୁର ଥିଲେ, କଠୋର ଥିଲେ, ଏସବୁ ଜିନିଷକୁ ଆଲାଉ କଲେ, ସେଇଟା ଚିନ୍ତା କରିଗଲେ। ଅଦରୱାଇଜ ହି ଇଜ ଏ ଗୁଡ୍ ମ୍ୟାନ୍।